ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଦଶପଲ୍ଲା ବିଜେଡିର ଗଡ଼ ହୋଇ ରହିବ, ଏଥିରେ କୌଣସି ଦ୍ୱିଧା ବି ନାହିଁ। ତେବେ ବିଗତ ଦିନରେ ବାଣୀଗୋଛାର ବିଶିଷ୍ଟ ସମାଜସେବୀ ଶ୍ରୀହରି ନାୟକ ଦଶପଲ୍ଲା ସ୍ୱାଭିମାନ ମଞ୍ଚର ମଙ୍ଗ ଧରି ଦଶପଲ୍ଲା ରାଜନୀତିରେ ଦବଦବା ସୃଷ୍ଟି କରିଥିଲେ। ତେବେ ଇତି ଅବସରରେ ଭୁବନେଶ୍ୱର ଶଙ୍ଖ ଭବନରେ ଶ୍ରୀହରି ନାୟକ ଓ ତାଙ୍କ ସହକର୍ମୀମାନେ ବିଧାୟକ ରମେଶ ବେହେରାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି। କିଛି ଦିନ ନ ପୂର୍ବରୁ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଇ ପୁନମ ପ୍ରିୟଦର୍ଶିନୀ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ ଏବଂ ବିଜେଡିର ରାଜ୍ୟ ସଂଯୋଜକ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ନିଜକୁ ବିଜେଡିରେ ସାମିଲ ହୋଇଛନ୍ତି। ବିଗତ ଦିନରେ ରମେଶ ବେହେରାଙ୍କୁ ଘୋର ବିରୋଧ କରୁଥିବା ଶ୍ରୀହରି ହୁଅନ୍ତୁ କି ମ୍ୟାଡାମ ପୁନମ ହୁଅନ୍ତୁ ବିଜେଡିରେ ମିଶିଛନ୍ତି। ବୋଧହୁଏ ଶ୍ରୀ ରମେଶ ବେହେରାଙ୍କ ସରଳତା, କାର୍ଯ୍ୟଦକ୍ଷତା, କାର୍ଯ୍ୟଶୈଳୀ ଦଶପଲ୍ଲାର ନିଶ୍ଚିତ ବିକାଶ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନୟାଗଡ଼ ଜିଲ୍ଲାରୁ ବ୍ୟୁରୋ ଚିଫ୍ ରଞ୍ଜନ ଦାସଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।